ସାଙ୍ଗ ମାନେ ଆପଣ ମାନେ ଜାଣିଥିବେ ଯଦି ଆପଣ ମାନେ କେବେ କେବେ ଲେଟ୍ ନାଇଟ୍ ହେଇଯାଉ କି କେବେ କୌଣସି କାମରେ ଗୋଟେ ବାହାରକୁ ଯାଇଛନ୍ତି, ଆପଣଙ୍କର ଅଧିକ ଲେଟ୍ ହେଇଗଲା ଘରକୁ ଫେରିବା ପାଇଁ, ଆପଣ ମାନେ ମୋବାଇଲରେ ହନୁମାନ ଚାଳିଶା ଚାଲୁ କରିଦିଅନ୍ତି। ହନୁମାନଙ୍କର ନାଁ, ପ୍ରଭୁ ବଜରଙ୍ଗବାଲୀଙ୍କର ନାଁ ଆପଣ ମାନେ ମନରେ ଭାବନ୍ତି। ବଜରଙ୍ଗବାଲୀଙ୍କର କିଛି ମନ୍ତ୍ର ଆପଣ ମାନେ ମନରେ ପଢ଼ନ୍ତି ବା ମନରେ ଭାବନ୍ତି, ଯାହାଦ୍ୱାରା କି ଆପଣଙ୍କୁ ଏତେ ଭୟ ଲାଗେ ନାହିଁ, ଆପଣଙ୍କର ଭୟ ଦୂର ହେଇଯାଇଥାଏ। ଆପଣମାନେ କ'ଣ ଜାଣିଛନ୍ତି ପ୍ରଭୁ ବଜରଙ୍ଗବାଲୀଙ୍କର ଏତେ ବଳ ଆସିଲା କେଉଁଠୁ? ବଜରଙ୍ଗବାଲୀଙ୍କ ଯେଉଁ ବାମ ହାତରେ ଯେଉଁ ସେ ଧରନ୍ତି ଗଦା, ସେ ଗଦା ତାଙ୍କୁ କିଏ ଦେଇଥିଲା? ସେ କ'ଣ ପାଇଁ ବାମ ହସ୍ତରେ ଗଦା ଧରନ୍ତି? ଆପଣମାନେ କ'ଣ ଜାଣିଛନ୍ତି? ଆପଣମାନେ ଜାଣିନାହାନ୍ତି। ମୁଁ ଆଜି ଆପଣମାନଙ୍କୁ ସେହି ବିଷୟରେ କିଛି କହିବାକୁ ଚାହୁଁଛି, ଯେଉଁ ବିଷୟରେ ଆପଣମାନେ କିଛି ଜାଣିନାହାନ୍ତି। ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଲାଇକ୍ କରିବାକୁ ଭୁଲିବେ ନାହିଁ। ଲାଇକ୍ଟି ଆମେ ରଖୁଛୁ ଏହି ଭିଡ଼ିଓରେ 100ଟି ଲାଇକ୍। 100ଟି ଲାଇକ୍ କରି ଆପଣମାନେ କମ୍ପ୍ଲିଟ୍ କରନ୍ତୁ। ଦେଖିବେ ଆପଣମାନଙ୍କ ପାଇଁ ଏହାଠାରୁ ଆହୁରି ଭଲ ଭଲ ଭିଡ଼ିଓ ଆଣିଦେବି ମୁଁ। ଲାଇକ୍ 100 କମ୍ପ୍ଲିଟ୍ କରିଦିଅନ୍ତୁ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ, ପ୍ରଭୁ ବଜରଙ୍ଗବାଲୀଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହନୁମାନଙ୍କୁ କିଏ ଦେଇଥିଲେ ଗଦା ଓ ଗଦାର ନାମ କ'ଣ? ଜାଣନ୍ତୁ ପୌରାଣିକ ତତ୍ତ୍ୱ। ସପ୍ତାହର 7 ଦିନ ମଧ୍ୟରୁ ମଙ୍ଗଳବାର ଦିନଟି ସଙ୍କଟମୋଚନ ହନୁମାନଙ୍କୁ ସମର୍ପିତ ଅଟେ। ମାନ୍ୟତା ରହିଛି ଯେ ଚିରଞ୍ଜୀବୀ ମହାବୀର ଖୁବ୍ ଶକ୍ତିଶାଳୀ ଅଟନ୍ତି। ତାଙ୍କ ଶକ୍ତିର ତୁଳନା ନାହିଁ। ହନୁମାନଙ୍କୁ ଭକ୍ତି କରୁଥିବା ବ୍ୟକ୍ତିଙ୍କୁ ସମସ୍ତ ସଙ୍କଟରୁ ମୁକ୍ତି ଦେଇଥାନ୍ତି। ହନୁମାନ ଅନେକ ଗୁଡ଼ିଏ ଦିବ୍ୟ ଅସ୍ତ୍ରର ଅଧିକାରୀ ଅଟନ୍ତି, ଯେଉଁଥିରେ ପ୍ରଥମ ସ୍ଥାନରେ ଗଦା ରହିଛି। ହନୁମାନଙ୍କର କିପରି ଏହି ଗଦା ଅସ୍ତ୍ର ହେଲା? ହନୁମାନଙ୍କର ଅସ୍ତ୍ର କିପରି ହେଲା ଗଦା? ପୌରାଣିକ ତଥ୍ୟ ଅନୁଯାୟୀ ପିଲାବେଳେ ଯେତେବେଳେ ହନୁମାନ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇ ଦେଇଥିଲେ, ଏହି ସମୟରେ ସମଗ୍ର ସଂସାର ଅନ୍ଧକାର ହୋଇଯାଇଥିଲା। ସେହି ସମୟରେ ସମସ୍ତ ଦେବତା ବଜରଙ୍ଗବାଲୀଙ୍କ ଶକ୍ତି ସହିତ ଅବଗତ ହୋଇଯାଇଥିଲେ। ଶେଷରେ ସେ ସମସ୍ତ ଦେବାଦେବୀ ହନୁମାନଙ୍କୁ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ହନୁମାନଙ୍କୁ କୁବେର ଗଦା ଦେଇଥିଲେ। ଧନର ରାଜା କୁବେର ହନୁମାନଙ୍କୁ ଗଦା ଦେବା ସମୟରେ ବରଦାନ ଦେଇଥିଲେ ଯେ ଆପଣ ଯେବେ ବି ଏହି ଗଦା ନେଇ ଯୁଦ୍ଧ କରିବେ, କଦାପି ପରାସ୍ତ ହେବେ ନାହିଁ। ସାଙ୍ଗମାନେ, ଆପଣମାନେ ଜାଣିଥିବେ ବଜରଙ୍ଗବାଲୀଙ୍କ ଗଦାରେ ଏତେ ଶକ୍ତି ଥାଏ ଯେ ଯଦି ସେ ଗଦାରେ କାହା ଉପରେ ବି ପ୍ରହାର କରିଦିଅନ୍ତି, ତାହେଲେ ସେ ଜିନିଷ ଆଉ ରହେ ନା। ଯଦି ମାଟିରେ ବି ପ୍ରହାର କରିଦିଅନ୍ତି, ତାହେଲେ ସେ ମାଟି ସେଇଠୁ ଦି ଫାଳ ହୋଇଯାଏ, ଦି ଭାଗ ହୋଇଯାଇଥାଏ। ଆପଣମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ। ହନୁମାନଙ୍କ ଗଦା ସୁନାରେ ନିର୍ମିତ ହୋଇଥିଲା ଓ ଖୁବ୍ ଶକ୍ତିଶାଳୀ ଥିଲା। ହନୁମାନଙ୍କ ଗଦାର ନାମ ଥିଲା କୌମଦତୀ। ଜାଣିଥିବେ ସାଙ୍ଗମାନେ, ଯଦି ଆପଣମାନେ ଜାଣିନାହାନ୍ତି ତାହେଲେ ମନେ ରଖିଥାନ୍ତୁ, ହନୁମାନଙ୍କର ଗଦାର ନାମ ଥିଲା କୌମଦକୀ। ହନୁମାନ ନିଜ ଗଦାର ଗୋଟିଏ ପ୍ରହାରରେ ରାବଣର ରଥ ଧ୍ୱଂସ ହୋଇଯାଇଥିଲା। ଦେଖନ୍ତୁ, ଗୋଟିଏ ପ୍ରହାର ମାନେ ଗୋଟେ ଗଦାରେ ଏତେ ଶକ୍ତି, ଗୋଟିଏ ପ୍ରହାରରେ ରାବଣର ରଥ, କେତେ ଶକ୍ତିଶାଳୀ ରାବଣ, ତା ରଥ ବି ଭାଙ୍ଗିକିରି ଚୁରମାର ହୋଇଯାଇଥିଲା। ମାନେ ଆପଣମାନେ ଅନ୍ଦାଜ ଲଗାନ୍ତୁ, ନିଜ ମନରେ ଭାବନ୍ତୁ କି
से गदारे केते शक्ति अच्छी केते पावर अच्छी से गदा दिहरे। महावीर हनुमान को बामहस्त गदायुक्तम कुहा जाई थाए। आपण माने जानिथिबे प्रभु बाम हाथ रे गदा धरी थांती, बजरंगबाली बाम हाथ रे गदा धरी थांती, सेथिपई तांकु कुहा जाए बामहस्त गदायुक्तम। जेतबेले सी बाम हाथ रे धरुचंती सेथिपई तांको नाम एहिटा दिया जाइथिला। काहेकि ना महावीर बाम हस्त रे गदा धारण करिथांती। धार्मिक शास्त्र अनुसार हनुमान को धर्मर रक्षा करिबा पई अमरत्व बर प्रदान करा जाइथिला। सांग माने प्रभु बजरंगबाली को धर्मर रक्षा करिबा पई तांको वरदान दिया जाइथिला। आपण माने मने रखिथिबे प्रभु बजरंगबाली को वरदान मिलिथिला जे धर्मर रक्षा करिबा पई। सेथिपई से सबु बेल पई धर्मर रक्षा करंती, केबे अधर्मी काम करंती कि बेधर्मी काम से केबे करंती नहीं, सबु बेले भल कर्म करंती। सांग माने जदि आपण माने केबे भी कौनसी जिनिस को नहीं डरुछंती मनरे कि भय करुछंती, कौनसी गोटे जिनिस देखिला परे आपन जदि डर लागुची ताहले मन भितरे बजरंगबाली को भक्ति रखंतु। मन भितरे बजरंगबालींकर चालीसा गान करंतु, जहाद्वारा कि आपण को मन भितरे जो भय अच्छी जहाँ को नहीं आपण बहुत डरुछंती, डरी जाउछंती, आपण को परवर्ती मुहूर्त रे आपणकर देह असुस्थ हो जाउची, आपण मन भितरे हनुमान चालीसा गांतु, गान करंतु। देखिए आपण मन रे एते डर रहिबो नाही, आपण को भल लागिवो। आपण कुआडे भी जांतु, कोनोसी भी काम रे जांतु, आपण आराम से आसी परिबे। जेतने आपण माने मन भितरे भक्ति रे प्रभु बजरंगबाली को मन भितरे भाबी थांती, बजरंगबाली आपण को निश्चिंत भाव में साहाय्य करि थांती, आपण को सहित थांती। सेथिपई आपण को कोनोसी डर भय लागि न थाए। धन्यवाद सांग माने, भिडियोटी शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर भिडियोटी आपण मानकु बहुत भल लागिथिबो। जदि मोर भिडियोटी आपण मानकु भल लागिथियो लाइक करिवे, सांग मानक मध्य रे शेयर करिवे, कमेंट बॉक्स रे जय बजरंगबाली लिखिबा पई भूलिबे नाही। जदि आपण माने आम टॉकिंग वर्ल्ड यूट्यूब चैनल रे प्रथम थर पई आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल ले क्लिक करिवे, कारण आम चैनल रे जेबे किछि नुआ मोटिवेशनल वीडियो छड़ा जीवो आपण माने सर्वप्रथमे देखि परिबे। धन्यवाद। जय जगन्नाथ, जय बजरंगबाली। यदि आपण को मन रे किछि भी अछि, किछि भी टॉपिक आपण जानिबा को चाहुचंती, कौनसी विषय रे जदि आपण माने जानि पारु नाहंती ताहले आपण माने मते कमेंट करि परिबे। मु डिस्क्रिप्शन रे मो इंस्टाग्राम आईडी रो ना लिखि देउची, मेंशन करि देउची। आपण माने सेथिरे चाहिले मध्य डायरेक्ट मो सहित कथा होई परिबे। धन्यवाद। जय जगन्नाथ।